ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ମୁଁ ଯେଉଁ ଜାଗାରେ ରହୁଛି କିନ୍ତୁ ସେଇ ଜାଗାରେ ଆଜି ପୁରା ପାଖାପାଖି ମୋ ରୁମ୍ ପାଖାପାଖି ପୁରା ବୁକିଂ ଅଛି। ସେଥିପାଇଁ ଆଜି ଟିକେ ମୁଁ ଲେଟ୍ରେ ବାହାରିଲି। କାଲି ତ କୁଆଡ଼େ ବି ଯିବା ନାହିଁ, ଡାଇରେକ୍ଟ ଯିବି ଗେଷ୍ଟ ପାଖକୁ। ଗେଷ୍ଟରୁ ବେଶୀ ନାହିଁ 700 ମିଟର ମୋ ରୁମ୍ଠୁ ମାନେ ଗେଷ୍ଟକୁ ପିକଅପ୍ କରିବା ପାଇଁ। ଏବେ ଡାଇରେକ୍ଟ ଯାଉଛି ଗେଷ୍ଟ ପାଖକୁ। କାଲି ତ ଗେଷ୍ଟ ଯାକ ପହଞ୍ଚିଗଲି। ଚୌଦ୍ୱାରରେ ଏବେ ଯେଉଁଠି ଅଛି ଏଇଟା ହେଉଛି ଗାନ୍ଧୀ ଛକ। ଗାନ୍ଧୀ ଛକ ପାଖରେ ଯେଉଁ ସରସ୍ୱତୀ ଶିଶୁ ମନ୍ଦିର ସ୍କୁଲ ଅଛି ଏଠି ସେ ସାଇଡ଼୍ରେ। ଏଇଟା ହେଉଛି ତାଙ୍କର ବୋଧେ ବ୍ୟାକ୍ ସାଇଡ଼୍ରେ ମେନ୍ ସ୍କୁଲ ସେପଟ ଅଛି, ମେନ୍ ପଟ। ୟା ପରେ ତ ଆହୁରି କୁଆଡ଼େ ଯିବାର ହେବନି, ଏଠୁ ଡାଇରେକ୍ଟ ରିଟର୍ନ କରିବାର ଅଛି। ଆପଣ ଯେଉଁଟା ତ୍ରିରଙ୍ଗା ପତାକା ଦେଖୁଛନ୍ତି ସେଇଟା ହେଉଛି ଟ୍ରେନ୍ ରାସ୍ତା, ସେପଟ ସାଇଡ଼୍ରୁ ସବୁ। ସେଇଟା NH ବି ଅଛି, ଆପଣ କଟକ ବି ସେପଟ ବି ଯାଇପାରିବେ। ଆଉ ଅନୁଗୁଳ ସମ୍ବଲପୁର ସବୁ ସେପଟ ରାସ୍ତା ପୁରା NHଟା। NH ପରେ ପରେ ଟ୍ରେନ୍ ରାସ୍ତା ଅଛି। ଏଠି ପୁରା ଗଛପତ୍ର ଯାକ ଅଛି, ପୁରା ଥଣ୍ଡା ଲାଗୁଛି, ପୁରା ଶାନ୍ତି। ମାନେ ପବନ ଯେମିତି ପୁରା କୁଳୁକୁଳି ହେଉନି ସେଇଭଳିଆ ଲାଗୁଛି। ପୁରା ପବନ ଯାକ ଅଛି, ଟିକେ ବି ଗରମ ଜଣା ପଡ଼ୁନି, କିଛି ନାହିଁ। ଏଠି ଛୋଟ ଆମ୍ବ ଗଛ ଅଛି, ଦେଖନ୍ତୁ ଏଠି ପୁରା ଆମ୍ବ ଫୁଲ ହେଇଗଲାଣି। ବେଶୀ ତ ହେଇନି କିନ୍ତୁ ଅଳ୍ପ ଟିକେ ଟିକେ ଆସିଗଲାଣି। ଦେଖନ୍ତୁ ସବୁଆଡ଼େ ହେଲା ପରେ ଦେଖାଯାଉଛି ପୁରା ଆମ୍ବ ଫୁଲ ଯାକ। ବହୁତ ଭଲ ହେଇଛି ଆମ୍ବ ଗଛଟା ବି। ଏଇଟା ବେଶୀ ବଡ଼ ନାହିଁ କିନ୍ତୁ ଛୋଟଟା। ସାଇଡ଼ରେ ଗୋଟେ ବଡ଼ ଗଛଟା ଅଛି। ଏ ଗଛ କ'ଣ ଆକ୍ଚୁଆଲି ଆପଣ କମେଣ୍ଟ ମାଧ୍ୟମରେ ଜଣେଇବେ। ପାରା ବି ଯାଉଛି। ଏଇଟା ଆକ୍ଚୁଆଲି ପାଣି ଏପଟର ସେପଟ ହେଇକି ପୁରା ଜମା ହେଇଛି। ସେଇଟା ଜମା ହେଇକି ପାଣିଟା ଗୋଟାଏ ରହିଛି, ସେଥିପାଇଁ ଏଇଟା ଏମିତି ପୁରା ଘାସ ପତ୍ର ଯାକ ପୁରା ବଢ଼ିଯାଇଛି ଦେଖିବା ପାଇଁ ବି। କିନ୍ତୁ ବହୁତ ସିନେରୀଟା ବହୁତ ଭଲ ଲାଗେ ଦେଖିବା ପାଇଁ। ଅସନା ଅଛି ତା ସତ୍ତ୍ୱେ ସିନେରୀଟା ଦେଖିବେ ପୁରା ମସ୍ତ ଦେଖାଯାଉଛି, ପୁରା ଗ୍ରୀନ୍ ଗ୍ରୀନ୍ ଲାଗୁଛି। ଯେଉଁପଟେ ଆପଣ ଦେଖିବେ ସେପଟେ ସବୁ ସେ ସାଇଡ଼୍ରେ ବି ପୁରା ବଡ଼ ବଡ଼ ଗଛ ଯାକ ଅଛି। ସେଇଟା ଆକ୍ଚୁଆଲି କୋଳି ଗଛଟା, ତ ମଝିରେ ଖାଲି ପାଣି ଅଛି। ପୁରା ଛୋଟ ହୋଟେଲଟା ଅଛି। ସେ ହୋଟେଲ ମୁଁ ବି ଦେଖିନି, ସମସ୍ତେ କହନ୍ତି ବହୁତ ଭଲ ଖାଇବାର। ହୋଟେଲ ନାଁ ହେଉଛି ପ୍ରିୟା। ଏବେ ଯାଉଛୁ ସେଇ ପାଖକୁ ଖାଇବା ପାଇଁ। ଏବେ ତ ଜଷ୍ଟ ପୁରା ଖାଇକି ଆସିଲୁ। ଖାଇବାରେ ବି ବହୁତ ଭଲ ଟେଷ୍ଟ ଥିଲା, କିନ୍ତୁ ସାଧା ପୁରା ଛୋଟ ହୋଟେଲଟା ବହୁତ ଭଲ ଲାଗିଲା ଖାଇବା ପାଇଁ ବି। ଆଉ ତାଙ୍କର ଯେଉଁ ସର୍ଭିସଟା କରୁଥିଲେ ସର୍ଭିସଟା ବହୁତ ଭଲ ଲାଗିଲା ସମସ୍ତେ। କିନ୍ତୁ ବେଶୀ ଟାଇମ୍ ବି ଲେଟ୍ କରନ୍ତି। ଆପଣ ଯେଉଁଟା ଅର୍ଡ଼ର ଦେବେ ପୁରା ଜଲ୍ଦି ନେଇକି ଆସିଲେ, ସେଇଟା ଗୋଟେ ଆହୁରି ବହୁତ ଭଲ ଲାଗିଲା। ଏବେ ତ ପୁରା ଖିଆପିଆ ସରିଗଲାଣି। ଗେଷ୍ଟ ତ ବାହାରିବି ଆହୁରି କମ୍ ସେ କମ୍ ଲାଗିବ ଅଧଘଣ୍ଟା 15 ମିନିଟ୍ ବାହାରିବି କହିଛନ୍ତି। ସେଥିପାଇଁ ମୁଁ ଏବେ ଗାଡ଼ିରେ ୱେଟ୍ କରିବି। ଆସିଲା ପରେ ଡାଇରେକ୍ଟ ରିଟର୍ନ କରିବାର ଅଛି। ଘର ଆସି ପହଞ୍ଚିଗଲୁ, କିନ୍ତୁ ଆଜି ଡ୍ୟୁଟି ବହୁତ କମ୍ ଥିଲା। ପୁରା ଜଲ୍ଦି ବି ସରିଲା, ଜଲ୍ଦି ଯାଇକି ପୁରା ଜଲ୍ଦି ରିଟର୍ନ କଲୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବେ। ନେକ୍ସଟ ଭିଡ଼ିଓରେ ପୁଣି ଥରେ ଦେଖା ହେବ।